ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ କୁସୁମ ବହିର ଯେଥାଏ ପର ଉପକାରେ ପାଠର ପ୍ରଶ୍ନୋତ୍ତର ଅଭ୍ୟାସ ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ଯାଏଁ ଏ ଭିଡ଼ିଓକୁ ଦେଖି ବୁଝିବା ପାଇଁ ଚେଷ୍ଟା କର, ତାହେଲେ ବୁଝିବା ପାଇଁ ସହଜ ହେବ। ତେବେ ଆସ ଏହି ପାଠର ପ୍ରଶ୍ନୋତ୍ତରକୁ ଆମେ ଆଲୋଚନା କରିବା। ଏକର କ, ମେକରଣ କେଉଁ ସ୍ଥାନରେ ତପସ୍ୟା କରିଥିଲେ? ମେକରଣ ଗିର୍ନାର ପର୍ବତର ପାଦଦେଶରେ ଥିବା ଅରଣ୍ୟରେ 12 ବର୍ଷ ଧରି ତପସ୍ୟା କରିଥିଲେ। ଖ, ତପସ୍ୟା ସମୟରେ ସେ କିପରି ଜୀବନ ବିତାଉଥିଲେ? ତପସ୍ୟା ସମୟରେ ସେ ଭୋକ ହେଲେ କନ୍ଦମୂଳ ଖାଉଥିଲେ, ଶୋଷ ହେଲେ ଝରଣାର ପାଣି ପିଉଥିଲେ। ଗ, ଗୁରୁ କାହିଁକି ମେକରଣକୁ ଆଶୀର୍ବାଦ କଲେ? ମେକରଣଙ୍କର ଏପରି କଠୋର ତପସ୍ୟାରେ ଆନନ୍ଦିତ ହୋଇ ଗୁରୁ ଦତ୍ତାତ୍ରେୟ ତାଙ୍କୁ ଆଶୀର୍ବାଦ କଲେ। ଘ, ନିଜର ତପସ୍ୟା ସରିବା ପରେ ମେକରଣ ଗୁରୁଙ୍କୁ କ'ଣ କହିଲେ? ନିଜର ତପସ୍ୟା ସରିବା ପରେ ମେକରଣ ଗୁରୁଙ୍କୁ କହିଲେ, ଗୁରୁଦେବ, ମୁଁ 12 ବର୍ଷ ଧରି ତପସ୍ୟା କରିସାରିଛି। ଏବେ ମୋତେ କ'ଣ କରିବାକୁ ହେବ, ଦୟାକରି କୁହନ୍ତୁ। ମ, ମରୁଭୂମିକୁ ମେକରଣ କିପରି ପାଣି ନେଉଥିଲେ? ମେକରଣ ପ୍ରତିଦିନ ଗୁରୁ ଦେଇଥିବା 2ଟି ତୁମ୍ବିରେ ପାଣି ପୂରାଇ ଭାର ସାହାଯ୍ୟରେ ମରୁଭୂମିରେ ବହୁ ଦୂରକୁ ବୋହି ନେଉଥିଲେ। 2 ନମ୍ବର, କ, ଦତ୍ତାତ୍ରେୟ ମେକରଣଙ୍କୁ ତୁମ୍ବି 2ଟି ଦେବାର କାରଣ କ'ଣ ଥିଲା? ଏହାର ଉତ୍ତର, ମରୁଭୂମି ଅଞ୍ଚଳରେ ଯାଉଥିବା ପଥିକମାନେ ପାଣି ନ ପାଇ ଶୋଷରେ କାତର ହୋଇପଡ଼ନ୍ତି। ପାଣି ଅଭାବରୁ ସେମାନେ ଅନେକ ସମୟରେ ମୃତ୍ୟୁ ମୁଖରେ ପଡ଼ନ୍ତି। ତେଣୁ ତୁମ୍ବି 2ଟିରେ ପାଣି ନେଇ ଶୋଷିଲା ଲୋକଙ୍କ ସେବା କରିବାକୁ ଗୁରୁ ମେକରଣଙ୍କୁ ତୁମ୍ବି 2ଟି ଦେଇଥିଲେ। ଖ, ତୁମ୍ବି 2ଟିକୁ ମେକରଣ କିପରି ବ୍ୟବହାର କରୁଥିଲେ? ତୁମ୍ବି 2ଟିରେ ପାଣି ପୂରାଇ ଭାର ସାହାଯ୍ୟରେ ସେହି ମରୁଭୂମିର ବହୁ ଦୂରକୁ ଯାଉଥିଲେ। ଶୋଷରେ ପାଣି ପାଇଁ ବିକଳ ହେଉଥିବା ଯାତ୍ରୀଙ୍କୁ ପାଣି ପିଆଉଥିଲେ। ଗ, ପଥିକମାନଙ୍କୁ ଦେଖି ମେକରଣ ଖୁସି ହେଉଥିଲେ କାହିଁକି? ମରୁଭୂମିରେ ଶୋଷରେ ଡହଳ ବିକଳ ହେଉଥିବା ପଥିକମାନଙ୍କୁ ମେକରଣ ପାଣି ପିଆଉଥିଲେ। ମରଣ ମୁହଁରୁ ମୁକୁଳି ଆସୁଥିବା ସେହି ମଣିଷମାନଙ୍କ ମୁହଁରେ ହସ ଫୁଟି ଉଠିବାର ଦେଖି ମେକରଣ ଖୁସି ହେଉଥିଲେ। ଘନର ପ୍ରଶ୍ନ, କେଉଁ ଉପାୟରେ ମୋତି ଓ ଲାଲା ଲୋକମାନଙ୍କୁ ପାଣି ଯୋଗାଉଥିଲେ? ମେକରଣ ତୁମ୍ବି 2ଟିରେ ପାଣି ଭରି ତାକୁ ଲାଲା ପିଠିରେ ଓହଳାଇ ଦେଉଥିଲେ। ସାଙ୍ଗରେ ଗୋଟିଏ ଡବା ମଧ୍ୟ ଦେଉଥିଲେ। ମୋତି ତା ଆଗରେ ଯାଉଥିଲା। ଯେଉଁଠି ମଣିଷମାନେ ପାଣି ବିନା ଛଟପଟ ହେଉଥିଲେ, ସେଠି ସେମାନେ ପହଞ୍ଚି ଯାଉଥିଲେ। ଶୋଷିଲା ମଣିଷମାନେ ଲାଲା ପିଠିରେ ଓହଳିଥିବା ତୁମ୍ବିରୁ ଡବାରେ ପାଣି କାଢ଼ି ପିଉଥିଲେ। ଏହିଭଳି ମୋତି ଓ ଲାଲା ଲୋକମାନଙ୍କୁ ପାଣି ଯୋଗାଉଥିଲେ। ଙ, ରାଜାଙ୍କୁ ମେକରଣ କି ଦାନ ମାଗିଥିଲେ? ମେକରଣ ରାଜାଙ୍କୁ ଦାନ ମାଗିବାକୁ ଯାଇ କହିଥିଲେ, ଆଜିଠାରୁ ଏହି କଚ୍ଛଭୂମିରେ ଆପଣ ଆଉ କେବେ ଶିକାର କରିବେ ନାହିଁ, ଯାହାଫଳରେ ଏହି ସ୍ଥାନର ପ୍ରାଣୀମାନେ ସ୍ୱଚ୍ଛନ୍ଦରେ ବିଚରଣ କରିପାରିବେ। ବଣ ଜଙ୍ଗଲ ମଧ୍ୟ ସୁରକ୍ଷିତ ରହିବ। 3. ତଳେ ଦିଆଯାଇଥିବା ଅନୁଚ୍ଛେଦଟିକୁ ପଢ଼ି ଆବଶ୍ୟକ ସ୍ଥଳରେ ଉପଯୁକ୍ତ ଚିହ୍ନ ଦେବା। ଏଠି ଆମେ ପଢ଼ି ଉପଯୁକ୍ତ ସ୍ଥାନରେ ଚିହ୍ନ ଦେବା। ଏହିଭଳି ଆମେ ଉତ୍ତର ଲେଖିବା। ଲକ୍ଷ୍ୟ କର। 4 ନମ୍ବର, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା। ଅବା, ତେଣୁ, ଯଦି, କିନ୍ତୁ, ଅଥଚ, ଯେ ଓ ଏହାକୁ ବ୍ୟବହାର କରିବା ଜାଣିଲେ ଡ୍ୟାସ୍ ଓ ତାଙ୍କ ଶିଷ୍ୟ ତପସ୍ୟା କରୁଛି ସେ ଆନନ୍ଦିତ ହେଲେ। ଗୁରୁ ଯେତେବେଳେ ଜାଣିଲେ ଯେ ତାଙ୍କ ଶିଷ୍ୟ ତପସ୍ୟା କରୁଛି ସେ ଆନନ୍ଦିତ ହେଲେ। ଗ, ମେକରଣ ବାର୍ଦ୍ଧକ୍ୟରେ ପହଞ୍ଚିଲେ ଡ୍ୟାସ୍ ପଥିକମାନଙ୍କୁ ପାଣି ଯୋଗାଉଥିଲେ। ମେକରଣ ବାର୍ଦ୍ଧକ୍ୟରେ ପହଞ୍ଚିଲେ
ଅଥଚ ପଥିକମାନଙ୍କୁ ପାଣି ଯୋଗାଉଥିଲେ। ଜଳ ହିଁ ଜୀବନ। ଡ୍ୟାସ୍ ଜଳଦାନ ମହଦାନ, ତେଣୁ ଜଳଦାନ ମହଦାନ। ବ୍ୟାକରଣ ଡ୍ୟାସ୍ ଚଦରଟିକୁ ନେଲେ ନାହିଁ, ବ୍ୟାକରଣ କିନ୍ତୁ ଚଦରଟିକୁ ନେଲେ ନାହିଁ। 5. ଚକ୍ରର ମଝିରେ ଥିବା ଅକ୍ଷର ସହ ଚାରିପଟେ ଥିବା ଅକ୍ଷରକୁ ଯୋଡ଼ି ଯେଉଁ ନୂତନ ଶବ୍ଦଟି ମିଳୁଛି ସେହି ଶବ୍ଦକୁ ଚକ୍ରରେ ବାହାର ବୃତ୍ତର ଲେଖିବା ଓ ବ୍ୟବହାର କରି ବାକ୍ୟ ଗଢ଼ିବା। ଗୋଟେ ବାକ୍ୟ ଗଢ଼ିବ। ଦେଖ, ସ୍ୱା ଲେଖା ହେଇଛି, ଏଠି ଥ, ତାକୁ ଲଗାଇଲେ ସ୍ୱାର୍ଥ ହେବ। ସ୍ୱାର୍ଥ ଲଗାଇ ଗୋଟେ ବାକ୍ୟ ଗଠନ କରିବା। ରାଜା ପ୍ରଜାଙ୍କ ପାଇଁ ସ୍ୱାର୍ଥ ତ୍ୟାଗ କଲେ। ତାପରେ ସ୍ୱାଗତ, ଅତିଥିଙ୍କୁ ସ୍ୱାଗତ ଜଣାଇବା ଉଚିତ। ସ୍ୱାକ୍ଷର, ପ୍ରଧାନମନ୍ତ୍ରୀ ଏ ରାଜିନାମାରେ ସ୍ୱାକ୍ଷର କଲେ। ସ୍ୱାୟତ୍ତ, ଓଡ଼ିଶାରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳିତ। ସ୍ୱାଭାବିକ, ରୋଗୀଟି ସ୍ୱାଭାବିକ ଭାବରେ ଚଲାବୁଲା କରୁଛି। ସ୍ୱାଦିଷ୍ଟ, ରାମ ସ୍ୱାଦିଷ୍ଟ ଫଳ ଖାଉଛି। ସ୍ୱାଧୀନ, ଆମ ଭାରତ ଏକ ସ୍ୱାଧୀନ ଦେଶ। ସ୍ୱାବଲମ୍ବୀ, ଯୁବକମାନେ ସ୍ୱାବଲମ୍ବୀ ହେବା ଉଚିତ। 6 ନମ୍ବର, ବନ୍ଧନୀ ମଧ୍ୟରୁ ଉପଯୁକ୍ତ କ୍ରିୟାପଦ ବାଛି ଶୂନ୍ୟସ୍ଥାନ ପୂରଣ କର। କ, ଭୋକ ହେଲେ ସେମାନେ ଫଳମୂଳ ଡ୍ୟାସ୍ ଫଳମୂଳ ଖାଇଲା ଖାଇବେ। ଭୋକ ହେଲେ ସେମାନେ ଫଳମୂଳ ଖାଇବେ। ଶିଷ୍ୟର ସଫଳତା ବିଷୟରେ ଶୁଣି ଗୁରୁ ଖୁସି ହେଲେ ହୋଇଥାନ୍ତା ହେବ। ଏହାର ଉତ୍ତର ହେବ ଖୁସି ହେଲେ। ଏବେ ମୋତେ କ'ଣ କରିବାକୁ ହେବ? ଆପଣ ଡ୍ୟାସ୍ କୁହ, କହିବ, କୁହନ୍ତୁ। ଏବେ ମୋତେ କ'ଣ କରିବାକୁ ହେବ? ଆପଣ କୁହନ୍ତୁ। ସନ୍ଧ୍ୟା ହେଲେ ଲାଲା ଓ ମୋତି କୁଡ଼ିଆକୁ ଫେରନ୍ତି। ଫେରିବା। ସନ୍ଧ୍ୟା ହେଲେ ଲାଲା ଓ ମୋତି କୁଡ଼ିଆକୁ ଫେରନ୍ତି। 7 ନମ୍ବର ପ୍ରଶ୍ନ, ତଳେ ଦିଆଯାଇଥିବା ଶବ୍ଦମାନଙ୍କୁ ଗୋଟିଏ ଗୋଟିଏ ବାକ୍ୟରେ ବ୍ୟବହାର କରିବା। ଏକୀଭୂତ, ଏକୀଭୂତ ଗୋଟେ ବାକ୍ୟ କରିବା। ଏକୀଭୂତ ଶକ୍ତି ଅସମ୍ଭବକୁ ସମ୍ଭବ କରେ। ଦୃଢ଼ୀଭୂତ, ତାଙ୍କର ସେହି ଧାରଣା ଦୃଢ଼ୀଭୂତ ହେଲା। ଦ୍ରବୀଭୂତ, ତରଳ ପଦାର୍ଥରେ ଗ୍ୟାସ୍ ଦ୍ରବୀଭୂତ ହୋଇ ରହିଛି। ଦୂରୀଭୂତ, ମୋର ସେହି ସନ୍ଦେହ ଦୂରୀଭୂତ ହେଲା। 8. ତଳେ ଦିଆଯାଇଥିବା ଶବ୍ଦମାନଙ୍କରେ ଆବଶ୍ୟକ ସ୍ଥଳେ ନିବାରଣ କିମ୍ବା ସମ୍ବରଣ ଯୋଗ କରିବା। କ୍ଷୁଧା, କ୍ଷୁଧା ସହିତ କ୍ଷୁଧା ନିବାରଣ ହେବ। ଲଜ୍ଜା ସହିତ ଲଜ୍ଜା ନିବାରଣ। ତୃଷା ସହିତ ତୃଷା ନିବାରଣ। ତାପରେ ଲୋଭ, ଲୋଭ ସହିତ ସମ୍ବରଣ, ଲୋଭ ସମ୍ବରଣ। ଅଶ୍ରୁ ସମ୍ବରଣ, କ୍ରୋଧ ସମ୍ବରଣ। ଏହିଭଳି ପ୍ରଶ୍ନ ଉତ୍ତରକୁ ଆମେ ଲେଖିବା। ଆଶା କରୁଛି ଏହି ଭିଡ଼ିଓଟି ଭଲ ଭାବରେ ବୁଝିଥିବ।